ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି କି IRCTC ଆପରେ ଟିକେଟ ବୁକିଂ? ରେଳଯାତ୍ରୀମାନଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ। ଦର୍ଶକ ବନ୍ଧୁ, ଭାରତୀୟ ରେଳ ବିଭାଗ ତରଫରୁ ରେଳଯାତ୍ରୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି, ଯାହାକି ଜୁଲାଇ 1 ତାରିଖରୁ ଲାଗୁ ହୋଇସାରିଛି। ଯଦି ଆପଣ ଟ୍ରେନ ଟିକେଟ IRCTC ଆପ୍ ଦ୍ୱାରା ଟିକେଟ ବୁକିଂ କରନ୍ତି, ତେବେ ଏହି ନ୍ୟୁଜ୍ଟି ଆପଣଙ୍କ ପାଇଁ। ଏହାଛଡ଼ା ଯେଉଁ ଯାତ୍ରୀମାନେ ତତ୍କାଳ ଟିକେଟ ବୁକିଂ ଉପରେ ନିର୍ଭର କରି ରହୁଥିଲେ, ସେହିମାନଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ଖବର। ଯଦି ଆପଣ ନିଜ IRCTC ଆକାଉଣ୍ଟରେ ନିଜ ଆଧାର ଲିଙ୍କ କରିନାହାନ୍ତି, ତେବେ ଆପଣ ଟିକେଟ ବୁକିଂ ବେଳେ ଅସୁବିଧାର ସମ୍ମୁଖୀନ ହୋଇପାରିବେ। ପ୍ରଥମ ସବୁଠାରୁ ବଡ଼ ଖବର ହେଉଛି, ଯେଉଁମାନଙ୍କର IRCTC ଆକାଉଣ୍ଟରେ ଆଧାର ଲିଙ୍କ ରହିଅଛି, ସେହି ଯାତ୍ରୀମାନଙ୍କୁ ହିଁ ଏବେ ତତ୍କାଳ ଟିକେଟ ମିଳିବ। ଟିକେଟ ବୁକିଂସ୍ ଆରମ୍ଭ ହେବା ପରେ ଆଧାର ଲିଙ୍କ ଥିବା ୟୁଜର୍ସ ମାନେ ହିଁ କେବଳ ଟିକେଟ ବୁକିଂ କରିପାରିବେ ଏବଂ ଯାହା ମଧ୍ୟରେ କୌଣସି ପ୍ରକାରର ଟିକେଟ ବୁକିଂ ଏଜେଣ୍ଟ ମାନେ ଟିକେଟ ବୁକ୍ କରିପାରିବେ ନାହିଁ। ଏହାଛଡ଼ା 15 ଜୁଲାଇ 2025 ପରଠାରୁ ଟିକେଟ ବୁକିଂ ପାଇଁ ଆଧାର ସହିତ ଲିଙ୍କ ଥିବା ଫୋନ୍ ନମ୍ବରଠାରେ OTP ସେବା ମଧ୍ୟ ଜାରି କରାଯିବ, ଯାହାଦ୍ୱାରା ବିନା OTP ଦେଇ ଆପଣ ଟିକେଟ ବୁକିଂ କରିପାରିବେ ନାହିଁ। ଯାହାର ଅର୍ଥ ହେଉଛି ବିନା OTP ଏବଂ ବିନା ଆଧାର ଲିଙ୍କରେ ଆପଣ ଟିକେଟ ବୁକିଂ କରିପାରିବେ ନାହିଁ। ଦ୍ୱିତୀୟରେ, ୱେଟିଂ ଲିଷ୍ଟ ସୀମାରେ ବଦଳି ଘଟିଛି। ପ୍ରଥମେ AC କୋଚ୍ର 25% ସିଟ୍ ହିଁ ୱେଟିଂ ଟିକେଟ ଯୋଗୁଁ ଜାରି ହେଉଥିଲା, ଯାହାକୁ ଏବେ ବଢ଼ାଯାଇ 60% କରାଯାଇଛି। ଏହାର ଅର୍ଥ, ଯଦି କୋଚ୍ରେ 50ଟି ସିଟ୍ ଅଛି, ତେବେ 30ଟି ସିଟ୍ ଆପଣଙ୍କୁ ୱେଟିଂରେ ମିଳିଯିବ, କିନ୍ତୁ ଏହାଦ୍ୱାରା କନଫର୍ମ ଟିକେଟ ମିଳିବାରେ କିଛିଟା ଅସୁବିଧା ହୋଇପାରେ। ତୃତୀୟ ଚେଞ୍ଜେସ୍ ହୋଇଛି ଚାର୍ଟ ତିଆରି ହେବା ସମୟ। ଦର୍ଶକ ବନ୍ଧୁ, ପ୍ରଥମେ ଟ୍ରେନ୍ ଷ୍ଟେସନରୁ ଛାଡ଼ିବାର ପ୍ରାୟ 4 ଘଣ୍ଟା ପୂର୍ବରୁ ଚାର୍ଟ ପ୍ରିପେୟାର ହେଉଥିଲା, କିନ୍ତୁ ଏବେ ଏହାକୁ ବଦଳି କରାଯାଇ ପ୍ରାୟ 8 ଘଣ୍ଟା ପୂର୍ବରୁ ଚାର୍ଟ ପ୍ରିପେୟାର କରାଯିବ। ଏହାଦ୍ୱାରା ଯେଉଁ ଯାତ୍ରୀମାନଙ୍କ ଟିକେଟ ୱେଟିଂ ଲିଷ୍ଟରେ ରହିଥିବ, ସେମାନେ ପ୍ରାୟ 4 ଘଣ୍ଟା ପୂର୍ବରୁ ଜାଣିପାରିବେ ଯେ ସେମାନଙ୍କ ଟିକେଟ କନଫର୍ମ ହେବ ନା ନାହିଁ, ଯାହାଦ୍ୱାରା ସେମାନେ ସମୟ ଥାଉ ଅନ୍ୟ କୌଣସି ବିକଳ୍ପରେ ଯାତ୍ରା ମଧ୍ୟ କରିପାରିବେ। ଏହାଛଡ଼ା ଟିକେଟ ପ୍ରାଇସ୍ରେ ମଧ୍ୟ କିଛିଟା ବଦଳି କରାଯାଇଛି। ନନ୍ ଏସିରେ ପ୍ରତି 1 କିଲୋମିଟର ବାବଦକୁ 1 ପଇସା ଏବଂ AC କୋଚ୍ ବାବଦକୁ ପ୍ରତି 2 ପଇସା ବଢ଼ାଯାଇଛି।